ସୁନିତା ୱିଲିୟମ୍ସ ସ୍ପେସ୍ରେ 9 ମାସ ରହିଲା ପରେ ପୃଥିବୀକୁ ଫେରି ଆସିଛନ୍ତି ଏବଂ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚିତ ହୋଇକି ରହିଛନ୍ତି। ତେବେ ଆମେ ଗୋଟିଏ କଥା ଭୁଲିବା ଉଚିତ ନୁହଁ। କ'ଣ ସେଇ କଥାଟି? ନା ତାଙ୍କ ସହିତ ଆଉ ଜଣେ ମହାକାଶଚାରୀ ବା ଆଷ୍ଟ୍ରୋନଟ୍ ମଧ୍ୟ ଯାଇଥିଲେ। ସେ କିଏ? ବୁଚ୍ ୱିଲ୍ମର। ଦୁଇ ଜଣ ଯାକ ବେଶ୍ ଧୈର୍ଯ୍ୟର ପରୀକ୍ଷା ଦେଇଛନ୍ତି, ଉତ୍ତୀର୍ଣ୍ଣ ବି ହୋଇଛନ୍ତି ଏବଂ ସକ୍ସେସଫୁଲି ରିଟର୍ଣ୍ଣ କରିଛନ୍ତି। ତେବେ କୁହନ୍ତୁ ତ ଏଇ ଦୁଇ ଜଣ ଯାକ କ'ଣ ସ୍ପେସ୍କୁ ଯାଇଥିଲେ କୌଣସି ତୀର୍ଥଯାତ୍ରା କରିବା ପାଇଁ? ନା। ଯାଇଥିଲେ କୌଣସି ପର୍ଯ୍ୟଟନସ୍ଥଳୀ ଦେଖିବା ପାଇଁ? ନା। ତାହେଲେ ଯାଇଥିଲେ କ'ଣ ପାଇଁ? ଯାଇଥିଲେ ମାନବ ଜାତିର କଲ୍ୟାଣ ପାଇଁ, ଗବେଷଣା କରିବା ପାଇଁ ଏବଂ ତାହା ସେ ସମ୍ପନ୍ନ କରିକି ଫେରିଲେ। ତେବେ ଗୋଟିଏ କଥା ଆଉ ମଧ୍ୟ ବିଚାର କରିବା। ସେ କଥାଟା ହେଲା ଯେ ଏମାନେ ଆମେରିକାର ଅଧିବାସୀ ହେଲେ ବି ସ୍ପେସ୍ରେ ଯେତେବେଳେ ଥିଲେ ସେତେବେଳେ ଏମାନେ କାହାକୁ ପ୍ରତିନିଧିତ୍ୱ କରୁଥିଲେ? ପ୍ରତିନିଧିତ୍ୱ କରୁଥିଲେ ପୃଥିବୀକୁ, ପ୍ରତିନିଧିତ୍ୱ କରୁଥିଲେ ମାନବ ଜାତିକୁ, ପ୍ରତିନିଧିତ୍ୱ କରୁଥିଲେ ବିଜ୍ଞାନକୁ। ଆଉ ଏମାନେ ଯେତେବେଳେ ପୃଥିବୀକୁ ଫେରି ଆସିଛନ୍ତି ଦେଖୁଛନ୍ତି କ'ଣ? ହିଂସା, ଘୃଣା, ଦଙ୍ଗା, ଯୁଦ୍ଧ। ଏସବୁ ଜିନିଷକୁ ଲକ୍ଷ୍ୟ କରି ପୃଥିବୀର ଜଣେ ବିଶିଷ୍ଟ ଐତିହାସିକ ୟୁଭାଲ ନୋଆ ହାରାରି ସେ ବର୍ତ୍ତମାନ ସତର୍କ କରିଦେଇଛନ୍ତି ଯେ ଦେଖନ୍ତୁ, ମଣିଷ ଜାତି ଏହି କ୍ଷୁଦ୍ର ମାନସିକତାରୁ ଊର୍ଦ୍ଧ୍ୱକୁ ଉଠିବାର ଆବଶ୍ୟକତା ଅଛି। ବର୍ତ୍ତମାନ ମଣିଷ ଜାତି ଆଗରେ ଯେଉଁ ବିପଦ ଦେଖାଦେଇଛି, ଆଣବିକ ଯୁଦ୍ଧ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ଲାଇମେଟ୍ ଚେଞ୍ଜ, ତା ବାବଦରେ ଚିନ୍ତା କରନ୍ତୁ, ନହେଲେ ମଣିଷ ଜାତିର ଅସ୍ତିତ୍ୱ ରହିବ ନାହିଁ।